ପିଲାମାନେ ସୁପ୍ରଭାତ। ଆଶା କରେ ତୁମ୍ଭେମାନେ ଜଗତର ନାଥ ଜଗନ୍ନାଥଙ୍କ କୃପାରୁ ସମସ୍ତେ କୁଶଳରେ ଥିବ। ଆଜିକାର ଅନଲାଇନ୍ ଶିକ୍ଷାଦାନ କାର୍ଯ୍ୟକ୍ରମରେ ତୁମ୍ଭେମାନେ ଅଂଶଗ୍ରହଣ କରିଥିବାରୁ ମୋ ତରଫରୁ ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ପିଲାମାନେ, ମୁଁ ଶ୍ରୀ ବଂଶୀଧର ବେହେରା, ସହକାରୀ ଶିକ୍ଷକ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁଧିଆସଳ। ପିଲାମାନେ, ପୂର୍ବ ଶିକ୍ଷାଦାନ କାର୍ଯ୍ୟକ୍ରମରେ ମୁଁ ତୁମ୍ଭମାନଙ୍କୁ ଓଡ଼ିଶାର ପ୍ରଧାନ ପ୍ରାକୃତିକ ସମ୍ପଦ ଗୁଡ଼ିକ ସମ୍ପର୍କରେ ସମ୍ୟକ ଧାରଣା ଦେଇଛି। ତୁମେ ଜାଣିଛ, ସେହି ପ୍ରାକୃତିକ ସମ୍ପଦ ଗୁଡ଼ିକ ହେଲା ମାଟି, ଜଳ, ଜଙ୍ଗଲ, ଜୀବଜନ୍ତୁ, ଖଣିଜ ପଦାର୍ଥ। ତେବେ ପିଲାମାନେ, ଆଜି ଆମେ ଓଡ଼ିଶାର ମାନବ ସମ୍ପଦ ବିଷୟରେ ପଢ଼ିବା। ପିଲାମାନେ, ତୁମେ ଏଇ ଜଙ୍ଗଲ ଦେଖୁଛ, ଏଇ ଜଙ୍ଗଲ ହେଲା ପ୍ରକୃତି ରାଣୀର ଆମ ପ୍ରତି ଗୋଟେ ଅତୁଳନୀୟ ଦାନ। ଏହି ଜଙ୍ଗଲ ଆମର ଅନେକ ଉପକାର କରିଥାଏ। ପିଲାମାନେ, ମାନବ ସଂସ୍କୃତି ଓ ସଭ୍ୟତାର ସୂର୍ଯ୍ୟୋଦୟ ଏହି ଜଙ୍ଗଲରୁ ହୋଇଥିଲା। ପିଲାମାନେ, ଆମେ ଯଦି ହଜାର ହଜାର ବର୍ଷ ପୂର୍ବର ଇତିହାସ ପୃଷ୍ଠାକୁ ଉନ୍ମୋଚନ କରିବା ବା ଇତିହାସ ପୃଷ୍ଠା ଲେଉଟାଇବା, ତାହେଲେ ସ୍ପଷ୍ଟ ଭାବରେ ଆମେ ହୃଦୟଙ୍ଗମ କରିପାରିବା ଯେ ଏହି ଜଙ୍ଗଲରୁ ମାନବ ସଭ୍ୟତା ଓ ସଂସ୍କୃତିର ସୂର୍ଯ୍ୟୋଦୟ ହୋଇଥିଲା। ତେବେ ପିଲାମାନେ, ତୁମେ ଜାଣୁଛ, ଜଙ୍ଗଲ ହେଲା ଆମର ପ୍ରାକୃତିକ ସମ୍ପଦ। ତେଣୁ ଦେଖ, ଏହି ମାନବ ସଭ୍ୟତା ପାଇଁ ଏହି ଜଙ୍ଗଲ ଅନେକ କିଛି ତା କୋଳରେ ଧରି ରଖିଛି, ଯେଉଁଗୁଡ଼ିକ ଆମର ଦୈନନ୍ଦିନ ଜୀବନଯାପନରେ ସାହାଯ୍ୟ କରୁଛି। ହଜାର ହଜାର ବର୍ଷ ପୂର୍ବରେ ଯେଉଁ ଆଦିମ ଅଧିବାସୀମାନେ ଜଙ୍ଗଲରେ ରହୁଥିଲେ, ସେମାନେ ନିଆଁର ବ୍ୟବହାର ଜାଣିନଥିଲେ, କଞ୍ଚା ମାଂସ ଖାଦ୍ୟ ରୂପେ ବ୍ୟବହାର କରୁଥିଲେ, ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ବଞ୍ଚୁଥିଲେ। ମାନେ ମାନବ ସଭ୍ୟତା କ୍ରମେ କ୍ରମେ ବିକାଶ ଲାଭ କଲା ଏବଂ ମାନବର ଜୀବନଯାପନରେ ଦେଖାଦେଇଥିବା ସମସ୍ୟା ଗୁଡ଼ିକୁ ସେ ନିଜର ବୁଦ୍ଧି ଓ କୌଶଳ ବଳରେ ସମାଧାନ କରିପାରିଲା। ଏହିପରି କ୍ରମ ବିକାଶ ପରେ ମାନବ ଆଜି ବିଂଶ ଶତାବ୍ଦୀରେ ଉପନୀତ ହୋଇପାରିଛି। ତେଣୁ ଏହି ମାନବର ଜୀବନଧାରଣ ପାଇଁ ଯେଉଁ କେତୋଟି ମୁଖ୍ୟ ଜିନିଷ ନିତ୍ୟାନ୍ତ ଆବଶ୍ୟକ, ସେ ସମ୍ପର୍କରେ ପିଲାମାନେ ଜାଣି ରଖ। ପିଲାମାନେ, ସ୍ୱାସ୍ଥ୍ୟ ମଣିଷର ଅମୂଲ୍ୟ ସମ୍ପଦ। ଉପଯୁକ୍ତ ସ୍ୱାସ୍ଥ୍ୟ ନଥିଲେ ମଣିଷ ତାର ପ୍ରକୃତ ସୁଖଶାନ୍ତି ଉପଭୋଗ କରିବାକୁ ଅସମର୍ଥ ହୁଏ। ତେଣୁ ମଣିଷ ସ୍ୱାସ୍ଥ୍ୟବାନ, କର୍ମଠ, ସୁସ୍ଥ ସବଳ ଏବଂ ପରିଶ୍ରମୀ ହେବାକୁ ହେଲେ ଆମମାନଙ୍କୁ ଖାଦ୍ୟ ଖାଇବାକୁ ହୁଏ। ଖାଦ୍ୟ କ'ଣ ପିଲାମାନେ ତୁମେ ଜାଣିଛ? ଯାହା ଆମେ ଦୈନନ୍ଦିନ ଖାଉ ତାହାକୁ ଖାଦ୍ୟ କୁହାଯାଏ। ଏହି ଖାଦ୍ୟ ଆମକୁ ଶକ୍ତି ଯୋଗାଇଥାଏ। ପିଲାମାନେ, ତୁମେ ଜାଣିଛ, କୌଣସି କାମ କରିବାକୁ ହେଲେ ଆମକୁ ବଳ ବା ଶକ୍ତି ଦରକାର ହୁଏ। ତେଣୁ ଖାଦ୍ୟରୁ ଆମେ ଶକ୍ତି ପାଇଥାଉ। ଆମେ ବିଭିନ୍ନ ଜାତୀୟ ଖାଦ୍ୟ ଖାଇଥାଉ, ଯଥା ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର, ଧାତବ ଲବଣ ଓ ଜଳ ଇତ୍ୟାଦି। ସେହି ଖାଦ୍ୟ ଆମକୁ ହୃଷ୍ଟପୁଷ୍ଟ କରିଥାଏ। ତେଣୁ ପିଲାମାନେ, ତୁମେମାନେ ଖାଦ୍ୟ ପ୍ରତି ଯତ୍ନଶୀଳ ହେବ। ବାସି ଖାଦ୍ୟ ଖାଇବ ନାହିଁ। ଖୋଲା ସ୍ଥାନରେ ମିଳୁଥିବା ଖାଦ୍ୟ ଆଦୌ ଖାଇବ ନାହିଁ। ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବ। ତୁମେ ଯଦି ନିଜର ସ୍ୱାସ୍ଥ୍ୟର ଯତ୍ନ ନେବ, ତାହେଲେ ଆମ ରାଜ୍ୟ ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହୋଇପାରିବ। ରୁଗ୍ଣ ଓ ଦୁର୍ବଳ ତଥା ରୋଗାକ୍ରାନ୍ତ ମାନବମାନେ ରାଜ୍ୟର ଉନ୍ନତିରେ ସହାୟକ ହୋଇପାରନ୍ତି ନାହିଁ। ପିଲାମାନେ, ମଣିଷର ଜୀବନଧାରଣ ପାଇଁ ଉତ୍ତମ ପରିବେଶର ନିତାନ୍ତ ଆବଶ୍ୟକ। ଏହି ଉତ୍ତମ ପରିବେଶ ଆମର ଜୀବନଧାରଣର ମାନଦଣ୍ଡକୁ ସୁଦୃଢ଼ କରିଥାଏ। ତେଣୁ ଆମେ ପରିବେଶର ଯତ୍ନ ନେବା। ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ଆଜି ପିଲାମାନେ, ଆମେ ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ, ମୁମ୍ବାଇ, ଦିଲ୍ଲୀ, କଲିକତା ଅଞ୍ଚଳରେ ବସବାସ କରୁଥିବା ଲୋକମାନେ
ଶ୍ୱାସ ପ୍ରଶ୍ୱାସ ନେବାର ସମ୍ମୁଖୀନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ହୃଦରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ପରିବେଶର ଯତ୍ନ ନେଲେ ପରିବେଶ ମଧ୍ୟ ଆମର ଯତ୍ନ ନେବ। ଏହାଦ୍ୱାରା ଆମେ ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହୋଇପାରିବୁ। ପିଲାମାନେ, ଶିକ୍ଷା ହେଉଛି ମାନବ ସମାଜର ମେରୁଦଣ୍ଡ। ଶିକ୍ଷା ବ୍ୟତିରେକେ ମାନବ ସମାଜ ଅଗ୍ରଗତି କରିପାରିବ ନାହିଁ। ଯେଉଁ ରାଜ୍ୟ ବା ଦେଶ ଶିକ୍ଷା କ୍ଷେତ୍ରରେ ଯେତେ ଅଗ୍ରଗତି କରିଛି, ସେ ରାଜ୍ୟ ସେତେ ସମୃଦ୍ଧିଶୀଳ। ତେଣୁ ପିଲାମାନେ, ଆମେମାନେ ସଦାସର୍ବଦା ଜ୍ଞାନର ଅନ୍ୱେଷଣ କରିବା ଉଚିତ। ଶିକ୍ଷା ହେଉଛି ମାନବ ଜୀବନର ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ମାତ୍ର। ପିଲାମାନେ, ଜାତିର ପିତା ମହାତ୍ମା ଗାନ୍ଧୀ ସତ୍ୟ, ଶାନ୍ତି ଓ ଅହିଂସାର ପୂଜାରୀ ଏହି ଶିକ୍ଷାର ସଂଜ୍ଞା ଦେବାକୁ ଯାଇ କହିଥିଲେ, ମାନବର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ବିକାଶ ମାତ୍ର। ତେଣୁ ଶିକ୍ଷା ପ୍ରତି ଆମେ କେବେ ହେଲେ ବୀତସ୍ପୃହ ହେବା ନାହିଁ। ପିଲାମାନେ, ତୁମେମାନେ ଜାଣିଛ, ଗୀତାରେ ମଧ୍ୟ ପ୍ରମାଣ ଅଛି, ନହିଁ ଜ୍ଞାନେନ ସଦୃଶ ପବିତ୍ର ମିହ ବିଦ୍ୟାତ। ଜ୍ଞାନ ତୁଲ୍ୟ ପବିତ୍ର ବସ୍ତୁ ଆଉ ଇହ ଜଗତରେ ନାହିଁ। ସା ବିଦ୍ୟା ଯା ବିମୁକ୍ତ। ମନୁଷ୍ୟକୁ ଯେ ମୁକ୍ତିଦାନ କରେ, ଅସତ୍ ପଥରୁ ନିବୃତ୍ତ କରି ସତ୍ ପଥରେ ପରିଚାଳିତ କରେ। ମାନେ ଓଡ଼ିଶାବାସୀ ସମସ୍ତେ ମାନବ ସମ୍ପଦର ଅନ୍ତର୍ଭୁକ୍ତ। ତେଣୁ ଆମେ ନିଜେ ସଚେତନ ରହିବା ଏବଂ ପ୍ରତିଟି ମଣିଷକୁ ସଚେତନ କରିବା ଏବଂ ଆମ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବା। ଧନ୍ୟବାଦ। ପିଲାମାନେ, ମୁଁ ବର୍ତ୍ତମାନ ତୁମମାନଙ୍କୁ 2ଗୋଟି ପ୍ରଶ୍ନ ଦେଉଛି। ସେହି ପ୍ରଶ୍ନର ସଠିକ୍ ଉତ୍ତର ତୁମମାନେ ଲେଖି ମୋ ନିକଟକୁ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇବ। ପ୍ରଶ୍ନ ନମ୍ବର 1, ମାନବକୁ କାହିଁକି ଅମୂଲ୍ୟ ସମ୍ପଦ କୁହାଯାଏ? ପ୍ରଶ୍ନ ନମ୍ବର 2, ଆମ ରାଜ୍ୟର କେଉଁମାନେ ମାନବ ସମ୍ପଦର ଅନ୍ତର୍ଭୁକ୍ତ?